हेलो फ्रेंड्स आपण मान को स्वागत मोर एई एपिसोड रे आपण मान देखुछंती आगे गोटे सुंदर टनेल टी ए सुंदर टनेल टी विराट एक पर्वत को कटा जे तयारी करा जायछि आपण मान देखि पारुथिबे आ ये सुडंगटी वर्तमान ए रास्ता टी आगो को पड़िछि जाकी बद्रीनाथ को जीवा पई केदारनाथ बद्रीनाथ को जीवा पई आ एई जगाटी देखुछंती केडे विपदपूर्ण भाବରେ ତିଆରି କରାଯାଉଛି ବର୍ତ୍ତମାନ ତିଆରି କରାଯାଉଛି ବିରାଟ ବିରାଟ ପାହାଡ ମାନଙ୍କୁ କଟା ଯାଇ ଆଉ ବହୁତ ସୁନ୍ଦର ଭାବରେ ରାସ୍ତା ସବୁ ତିଆରି କରାଯାଉଛି ସାଇଡ ରେ ଆପଣ ମାନେ ଦେଖୁଥିବେ କେଡେ କେଡେ ଗାତ ମାନ ଆଉ ଆଗକୁ ଦେଖୁଛନ୍ତି କେଡେ କେଡେ ସୁନ୍ଦର ପର୍ବତ ମାନ ସବୁ ଗୋଲ୍ଡେନ କଲର ପର୍ବତ ସତିକି ଆଗରେ ଗୋଟେ ଛିଡା ହେଇଛି ଆଉ ପର୍ବତର ଦୁଇ ସାଇଡ ରେ ଆମେ ମଝିରେ ଯାଉଛୁ ଏ ୱାନ ୱେ ଟ୍ରାଫିକ ଏ ରାସ୍ତାଟି ବହୁତ ବିପଦପୂର୍ଣ୍ଣ ରାସ୍ତାଟି ଆଉ ବହୁତ ରୋମାଞ୍ଚ ବି ଆଉ ସେମିତି ବହୁତ ବିପଦ ବି ଆଉ ଜାଗାରେ ବହୁତ ପ୍ରାୟ ଆପଣ ଦେଖୁଥିବେ ଭଲ ଭଲ ଝରଣା ସବୁ ବଡ ବଡ ପାହାଡ ପର୍ବତ ମାନ ସବୁ ରହିଛି ତା ମଧ୍ୟରେ ବରଫର ଖଣ୍ଡ ମାନରେ ଆଚ୍ଛାଦିତ ହେଇଛି ଆଉ ଇଏ ହଉଛି ହିମାଳୟ ଭ୍ୟାଲି ସେ ହିମାଳୟର ପାହାଡ ସବୁ ଆଗକୁ ଯିବା ସେଇ ସୁନ୍ଦର ସହରଟିକୁ ଯାହା 800 ବର୍ଷ ପୂର୍ବେ ତିଆରି କରାଯାଇଥିଲା ଆଉ ଏବେ ବର୍ତ୍ତମାନ ସେ ସହରଟି ବିପଦପୂର୍ଣ୍ଣ ଅଛି ଯାହାକି ଦେଖାଯାଇଛି ଠାଏ ଠାଏ ଫାଟକ ସୃଷ୍ଟି ହେଇଛି ଧସିବାକୁ ବସିଲାଣି ଯୋଶୀମଠ ଯାହାର ନାଁ ଆପଣ ନ୍ୟୁଜରେ ଶୁଣିଥିବେ ଆଉ ଏଇ ସୁନ୍ଦର ପରିବେଶକୁ ସତିକି ଆମକୁ ଲାଗୁଛି ଆମେ ଗୋଟେ ସ୍ୱର୍ଗପୁରରେ ଆସି ପହଞ୍ଚି ଯାଇଛୁ ପ୍ରକୃତରେ ଇଏ ହଉଛି ସେଇ ବୈକୁଣ୍ଠ ଧାମ ସେଇ ନାରାୟଣଙ୍କ ଧାମ ଆପଣ ମାନେ ଦେଖିପାରୁଛେ ସେ ସୁନ୍ଦର ଜାଗାରେ ବର୍ତ୍ତମାନ ଆମେ ଆସି ପହଞ୍ଚି ଗଲୁ ଯୋଶୀମଠ ଏଇ ସୁନ୍ଦର ଟାଉନଟି ଏଇ ସୁନ୍ଦର ସହରଟି ଓ ପର୍ବତର ପ୍ରାୟ 6150 ମିଟର ଫୁଟ ଉପରେ ଅବସ୍ଥିତ ଆଉ ଆପଣ ମାନେ ଏଇ ମଠଟି ପ୍ରାୟ ହିନ୍ଦୁ ମାନଙ୍କର ପ୍ରଚାର ପ୍ରସାର ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସ୍ଥାପନ କରିଥିଲେ ଆଉ ଏଇ ଜାଗାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏଇ ବୃକ୍ଷ ମୂଳରେ ବସି ଜ୍ଞାନ ଆହରଣ କରିଥିଲେ ଏଇ ବୃକ୍ଷ ତଳେ ତାଙ୍କର ଗୁମ୍ଫା ଅଛି ତାଙ୍କର ବି ମୂର୍ତ୍ତି ଅଛି ଏଇ ବୃକ୍ଷଟି କୁହାଯାଏ ଆଜକୁ ପ୍ରାୟ 300 ବର୍ଷ ପୂର୍ବେ ରୁ ଏମିତି ଦଣ୍ଡାୟମାନ ଏମିତି ଚିର ସବୁଜ ହେଇ ରହୁଛି ଆଉ ଏମିତି ବର୍ଷ ବର୍ଷ ଧରି ଏମିତି ହରିଆଲି ହେଇକିରି ରହିଛି ଆଉ ଏ ଜାଗାଟିର ଏତେ ମହତ୍ଵ ଆପଣ ଚିନ୍ତା ବି କରିପାରିବେନି ପ୍ରଭୁ ସ୍ୱୟଂ ନାରାୟଣଙ୍କୁ ପ୍ରହ୍ଲାଦ ଏଇଠି ଧ୍ୟାନମଗ୍ନ ହେଇ ପ୍ରଭୁଙ୍କୁ ନେଇ ଆସିଥିଲେ ମା ଲକ୍ଷ୍ମୀଙ୍କ ଅନୁକ୍ରମେ ଆଦେଶ କ୍ରମେ କାହିଁକି ନା ପ୍ରଭୁ ଯେତେବେଳେ ନୃସିଂହ ଅବତାରରେ ସେ ଅବତୀର୍ଣ୍ଣ ହେଇଥିଲେ ସେହି ସମୟରେ ତାଙ୍କର ରୁଦ୍ର ରୂପକୁ ଶାନ୍ତ କରିବା ପାଇଁ ପ୍ରହ୍ଲାଦ ଏଇଠି ତପସ୍ୟା କରିଥିଲେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ এই ସୁନ୍ଦର ଜାଗାଟି ଆପଣ ମାନେ ଦେଖିପାରୁଥିବେ ସତୀ ଏଇ ଜାଗାଟିକି ବି କୁହାଯାଏ ସ୍ୱର୍ଗକୁ ଯିବା ପାଇଁ କି ରାସ୍ତା ଆଉ ଏଇ ସୁନ୍ଦର ଜାଗାଟିକି ଆପଣ ମାନେ ଦେଖୁଛନ୍ତି ଗୋଟେ ସୁନ୍ଦର ଲାଗୁଛି ଚତୁଃପାର୍ଶ୍ୱରେ ହିମାଳୟ ପାହାଡ ମାନ ଆଉ ତା ଚାରିଆଡେ ସୁନ୍ଦର ସୁନ୍ଦର ବରଫ ଖଣ୍ଡ ମାନ ଆଉ ସୁନ୍ଦର ପରିବେଶଟି ବହୁତ ଶାନ୍ତ ଆଉ ବହୁତ ଥଣ୍ଡା ବି ଏଇ ସମୟରେ ଅନୁଭୂତି ହଉଛି ଆପଣ ମାନେ ଏ ଜାଗାକୁ ଏ ଜାଗାରେ ମଧ୍ୟ ପ୍ରଭୁ ସ୍ୱୟଂ ବଦ୍ରୀନାଥ ଯେତେବେଳେ ବଦ୍ରୀନାଥ ଧାମ 6 ମାସ ପାଇଁ ବରଫାଚ୍ଛିନ୍ନ ହେଇଯାଏ ବରଫରେ ଆବୃତ ହେଇଯାଏ ସେହି ସମୟରେ ପ୍ରଭୁଙ୍କୁ ଆଣିକିରି ଏଇ ଜାଗାରେ ପୂଜା ଅର୍ଚ୍ଚନା କରାଯାଏ ଏ ଜାଗାଟି ବେଶୀ ବରଫାଚ୍ଛିନ୍ନ ହୁଏନି କିନ୍ତୁ ଏଇ ଜାଗାରେ ଭଗବାନ ନାରାୟଣଙ୍କୁ ଆଣି ଏ ଜାଗାରେ ପୂଜା କରାଯାଏ ଏ ଜାଗାରେ ତ ମହତ୍ଵ ବହୁତ ପୂର୍ଣ୍ଣ ଅଛି ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏଇ ଭାରତର ବିଶିଷ୍ଟ 4ଟି ମଠ ମଧ୍ୟରୁ ଇଏ ମଠ ହଉଛି ଗୋଟେ ଅନ୍ୟତମ ଏ ମଠ ମଧ୍ୟରେ ଶଙ୍କରାଚାର୍ଯ୍ୟ ହିନ୍ଦୁ ମାନଙ୍କର ପ୍ରଚାର ପ୍ରସାର ପାଇଁ ବହୁତ ଜୋରସୋରରେ ଲାଗିଥିଲା ଆଉ ପ୍ରଚାର ପ୍ରସାର ମଧ୍ୟ କରିଥିଲେ ଏହାକୁ ଆଗରୁ କୁହାଯାଉଥିଲା ଏବେ କୁହାଯାଉଥିଲା ଯୋଶୀମଠ ଆଗରୁ କୁହାଯାଉଥିଲା ଜ୍ୟୋତି ମଠ ଏଠି ହିନ୍ଦୁ ମାନଙ୍କର ଜ୍ୟୋତିର ଆବିର୍ଭାବ କରାଇଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଆପଣ ମାନେ ବହୁତ ଖୁବ ଭଲ ସମୟରେ ଆମେ ମାନେ ଆସି ପହଞ୍ଚି ଯାଇଛୁ ଯୋଉ ସମୟରେ ପ୍ରଭୁଙ୍କର ଆଳତି ଚାଲିଛି ଆଉ ପ୍ରଭୁଙ୍କର ସୁନ୍ଦର ରୂପଟିକୁ ଆମ ମାନେ ଦର୍ଶନ କରିବା ଆଉ ପ୍ରଭୁଙ୍କର ସୁନ୍ଦର ରୂପଟିକୁ ଦେଖିବା ପ୍ରଭୁଙ୍କର ଏହି ସୁନ୍ଦର ରୂପ ଏଇ ସୁନ୍ଦର ଦୃଶ୍ୟକୁ ଆପଣ ମାନେ ଅନୁଭବ କରନ୍ତୁ ଦେଖନ୍ତୁ
ଏ ଜାଗାକୁ ଆପଣମାନେ ଆସନ୍ତୁ, ଏ ସୁନ୍ଦର ଜାଗାଟିକୁ ପରିଦର୍ଶନ କରନ୍ତୁ, ଉପଭୋଗ କରନ୍ତୁ। ବହୁତ ଆନନ୍ଦ ଲାଗିବ ଜାଗାଟି। ବହୁତ ପ୍ରଭୁଙ୍କର ବର୍ତ୍ତମାନ ଆଳତି ସମୟ ଚାଲିଛି। ଏଇ ଆଳତି ସମୟରେ ପ୍ରଭୁଙ୍କର ବହୁତ ଅନେକ ଭକ୍ତଙ୍କର ଭିଡ଼ ବି ମନ୍ଦିର ଭିତରେ ସବୁ ଶାନ୍ତ ଆଉ ଧ୍ୟାନ ମଗ୍ନରେ ସମସ୍ତେ ଅଛନ୍ତି। ପ୍ରଭୁଙ୍କ ପୂଜା ଅର୍ଚ୍ଚନା ଚାଲିଛି। ଆଗକୁ ମା ଲକ୍ଷ୍ମୀଙ୍କ ମନ୍ଦିର ଅଛି। ୟା ପରେ ମା ଲକ୍ଷ୍ମୀଙ୍କର, ଏଇଟା ମା ଲକ୍ଷ୍ମୀଙ୍କ ମନ୍ଦିର। ୟା ପରେ ମା ଲକ୍ଷ୍ମୀଙ୍କର ଆଳତି କରାଯିବ। ଏଇ ସୁନ୍ଦର ମୁହୂର୍ତ୍ତଟି ମନକୁ ବହୁତ ଆନନ୍ଦ ଦଉଛି। ଏଇ ହେଉଛି ମା ଲକ୍ଷ୍ମୀଙ୍କ ମନ୍ଦିରଟି, ଇଏ ପ୍ରଭୁଙ୍କର ମନ୍ଦିର। ବହୁତ ଜାଗାଟି ବହୁତ ଆନନ୍ଦ ଦଉଛି। ଆପଣମାନେ ଆସନ୍ତୁ, ଜାଗାଟିକୁ ପରିଦର୍ଶନ ବି କରନ୍ତୁ। ପ୍ରଭୁଙ୍କର ଏଇ ସୁନ୍ଦର ରୂପ ବଡ଼ ବିଚିତ୍ର। ଏ ମାଙ୍କର ବର୍ତ୍ତମାନ ଆଳତି ମା ଲକ୍ଷ୍ମୀଙ୍କର ଚାଲିଛି। ଆଉ ଏ ଜାଗାର ଦୃଶ୍ୟ ତ ଅନେକ, ଏ ଜାଗାରେ ଅନେକ କାହାଣୀ ଅଛି। ଏ ଜାଗାଟି ହିମାଳୟର ସେଇ ଉପତ୍ୟକାରେ ବହୁତ ସୁନ୍ଦର ଜାଗାରେ ଅବସ୍ଥିତ। ଆପଣମାନେ এই ଜାଗାରେ ପ୍ରାୟ ଆମର ଭାରତୀୟ ଆର୍ମି ମାନଙ୍କର କ୍ୟାମ୍ପ, ଆଉ ଏଠି ମଧ୍ୟ ୟାର